ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ନୂଆପଡ଼ା ଜିଲ୍ଲା ପାଇଁ ଖୁସିର ଖବର। କାହିଁକିନା ନୂଆପଡ଼ା ଜିଲ୍ଲାର ଗୃହରକ୍ଷୀ ସ୍ୱେଚ୍ଛାସେବୀ ତାଙ୍କ ତରଫରୁ ଗୋଟେ ନୋଟିଫିକେସନ୍ ଆସିଛି। ଯେଉଁ ନୋଟିଫିକେସନ୍ରେ ଆପଣମାନଙ୍କର ହୋମଗାର୍ଡ଼ର ରିଟିନ୍ ଏକ୍ଜାମ୍ ହେବ। ବୁଝିଗଲା? ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିଗଲା? କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଏ ହେଉଛି ନୂଆପଡ଼ା ଡିଷ୍ଟ୍ରିକ୍ଟର ହୋମଗାର୍ଡ଼ ଅର୍ଗାନାଇଜେସନ୍ ତରଫରୁ ଅଫିସିଆଲ ନୋଟିସ୍। ଏହି ନୋଟିସ୍ରେ ଆପଣମାନଙ୍କର ହୋମଗାର୍ଡ଼ର ଏକ୍ଜାମ୍ର ସିଲେକ୍ସନ୍ ପ୍ରୋସେସ୍ ତା ବିଷୟରେ ଡିଟେଲ୍ ବର୍ଣ୍ଣନା କରାହେଇଛି। ଚାଲନ୍ତୁ ଆମେ ଦେଖିବା। ଆପଣମାନେ ଦେଖିପାରୁଥିବେ ଏ ହେଉଛି ୟାର ଲେଟର୍ ନମ୍ବର। ଏଇଥିରେ ମୁଁ ପୂର୍ବରୁ ଆପଣମାନଙ୍କୁ ଆଲୋଚନା କରିକିରି ଆପଣମାନଙ୍କ ପାଇଁ ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲି ନୂଆପଡ଼ା ଡିଷ୍ଟ୍ରିକ୍ଟର ହୋମଗାର୍ଡ଼ର। ତେଣୁକରି ଯେଉଁ ଡିଟେଲ୍ ନୋଟିଫିକେସନ୍କୁ ଆନାଲିସିସ୍ କରିଥିବାର ଭିଡ଼ିଓ এই ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରହିଛି। সেই ଡେସ୍କ୍ରିପସନ୍ ବକ୍ସରେ ଯାଇକରି ଆପଣମାନେ ଲିଙ୍କ୍ ମାଧ୍ୟମରେ ସେହି ଭିଡ଼ିଓକୁ ନିଶ୍ଚୟ ଦେଖିବେ। କାହିଁକିନା ଆପଣମାନଙ୍କର ୟା ପରେ ହୋମଗାର୍ଡ଼ର ରିଟିନ୍ ଏକ୍ଜାମ୍ ହେବ। ତେଣୁକରି ଫୁଲ୍ ନୋଟିଫିକେସନ୍ ଆପଣମାନେ ନିଶ୍ଚୟ ପଢ଼ନ୍ତୁ, ସେ ଭିଡ଼ିଓକୁ ଦେଖନ୍ତୁ। ବୁଝିଗଲା? ତଥାପି ମୁଁ ଆପଣମାନଙ୍କୁ ସଂକ୍ଷେପରେ କହି ରଖୁଛି ଯେ ପୂର୍ବରୁ ଆପଣମାନଙ୍କ ପାଇଁ ନୂଆପଡ଼ା ଜିଲ୍ଲାରେ 113ଟି ହୋମଗାର୍ଡ଼ର ଭ୍ୟାକେନ୍ସି ଆସିଥିଲା। ସେହି ସମୟରେ ଯେଉଁ କ୍ୟାଣ୍ଡିଡେଟ୍ ମାନେ ଆପ୍ଲାଏ କରିଥିବେ ସେମାନେ ହେଇଥିଲେ ଟୋଟାଲ୍ ଆପଣମାନଙ୍କର 5437 ଜଣ। କିନ୍ତୁ ପରେ ପରେ ତାଙ୍କର ଫର୍ମ ଫିଲ୍ଅପ୍ ଏବଂ ଫର୍ମର ଡିପୋଜିଟ୍ ଯୋଗୁଁ କିମ୍ବା ତାଙ୍କର ଏଜ୍ ଅନୁସାରେ କିମ୍ବା କ୍ୱାଲିଫିକେସନ୍ ଅନୁସାରେ ତାଙ୍କୁ ରିଜେକ୍ଟ କରାଯାଇଥିଲା 650 ଜଣଙ୍କୁ। ବୁଝିପାରିଲେ ପିଲାମାନେ? ତେଣୁକରି ସର୍ବମୋଟ 5437 ଜଣ ଆପ୍ଲାଏ କରିଥିଲେ। ତା ମଧ୍ୟରୁ 650 ଜଣଙ୍କୁ କ'ଣ କରାଗଲା ନା ରିଜେକ୍ଟ କରାଗଲା। ଦେନ୍ ଆଉ ବାକି ରହିଲେ 4787 ଜଣ। ଏଇମାନେ କ'ଣ କରିବେ ନା ରିଟିନ୍ ଏକ୍ଜାମ୍ ପାଇଁ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ବୁଝିଗଲେ? ତେଣୁକରି ଆମେ କ'ଣ ଜାଣିଲେ ନା ନୂଆପଡ଼ା ଜିଲ୍ଲାରେ ହୋମଗାର୍ଡ଼ ପାଇଁ ସର୍ବମୋଟ 4787 ଜଣ ଭାଗ ନେବେ। ମନେ ରହିଲା ପିଲାମାନେ? ଚାଲନ୍ତୁ ୟା ପରେ ଡିଟେଲ୍ ଜାଣିବା। ନୂଆପଡ଼ା ଜିଲ୍ଲାର ହୋମଗାର୍ଡ଼ ପାଇଁ ରିଟିନ୍ ଏକ୍ଜାମ୍ ହେବାକୁ ଯାଉଛି। ଏହାର ରିଟିନ୍ ଏକ୍ଜାମ୍ 11/1/2026 ତାମାନେ ଜାନୁଆରୀ ମାସ 11 ତାରିଖରେ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ ହେବ। କେତେରୁ କେତେ ହେବ ସମୟ ମନେ ରଖନ୍ତୁ। ସକାଳ 9ଟାରୁ 11ଟା ମଧ୍ୟରେ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ ହେବ। କେଉଁଠି ହେବ? ଦେଖନ୍ତୁ, ନୂଆପଡ଼ା ଜିଲ୍ଲାର ସିଲଦା ରିଜର୍ଭ ଅଫିସ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ତାମାନେ 2026 ମସିହାର ଜାନୁଆରୀ ମାସ 11 ତାରିଖ ସକାଳ 9ଟାରୁ 11 ଘଟିକା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିଲଦା ରିଜର୍ଭ ଅଫିସ୍ ଗ୍ରାଉଣ୍ଡରେ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ଟିଏ ହେବ। ପୁରା କ୍ଲିଅର୍ ପିଲାମାନେ? କିଛି ଅସୁବିଧା ନାହିଁ। ତାହେଲେ ମୁଁ ଆପଣମାନଙ୍କୁ କହିଦେଲି କେତେ ତାରିଖ, କେଉଁ ସମୟରେ ଆଉ କେଉଁଠି ଆପଣମାନଙ୍କର ଲିଖିତ ପରୀକ୍ଷା ହେବ ନୂଆପଡ଼ା ଜିଲ୍ଲାର ହୋମଗାର୍ଡ଼ ପାଇଁ। ବୁଝିଗଲେ? ତେଣୁକରି ଯେଉଁମାନେ ରିଟିନ୍ ଏକ୍ଜାମ୍ ପାଇଁ ବିବେଚିତ ହେଇଛନ୍ତି ସେମାନେ କ'ଣ କରିବେ, ତାଙ୍କର ରିପୋର୍ଟିଂ ଟାଇମ୍ ସେଇଦିନ ସକାଳ 7 ଘଟିକା ସମୟରେ ସେଇ ରିଜର୍ଭ ଅଫିସ୍ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ। ମନେ ରହିଲା ପିଲାମାନେ? ଓକେ, ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ପରୀକ୍ଷା ସୂଚୀ, ମାନେ ପରୀକ୍ଷାରେ ଆପଣମାନଙ୍କର କ'ଣ ସବୁ ଆସିବ, କେତେ ମାର୍କର ଆସିବ ଡିଟେଲ୍ ଜାଣିବା। ଦେଖନ୍ତୁ, ଆପଣମାନଙ୍କର ଯେଉଁ ଲିଖିତ ପରୀକ୍ଷା ହେବ ସେଇ ଲିଖିତ ପରୀକ୍ଷା ଗୋଟେ ଦିନ ହିଁ ହେବ, ମାନେ 11/1/2026 ତାରିଖରେ ହେବ। ବୁଝିଗଲେ ପିଲାମାନେ? କିନ୍ତୁ ସେଇ ତାରିଖ ଦିନ ଦୁଇଟି ପେପର ହେବ, ପେପର 1 ଆଉ ଗୋଟେ ହେଉଛି ପେପର 2। ବୁଝିଗଲା? ପେପର 1 ଆପଣମାନଙ୍କର 9ଟାରୁ 10ଟା ମଧ୍ୟରେ ହେବ, କିନ୍ତୁ ପେପର 2 ଆପଣମାନଙ୍କର ସକାଳ 10ଟାରୁ 11ଟା ମଧ୍ୟରେ ହେବ। ତେଣୁକରି ଗୋଟେ ଗୋଟେ ଘଣ୍ଟା ଲେଖା ଆପଣମାନଙ୍କର ପେପର 1 ହେବ ଆଉ ପେପର 2 ହେବ। ପେପର 1ରେ ଆପଣମାନଙ୍କର ଯୋଗ୍ୟତାମୂଳକ ହେବ, ମାନେ କ୍ୱାଲିଫାଇଂ ନେଚର ରହିଛି। ଏଥିରେ ଆପଣମାନଙ୍କର ରଚନା ପଡ଼ିବ ପିଲାମାନେ। 60 ମାର୍କର ରହିଛି, ଯେଉଁଥିରେ ଆପଣମାନଙ୍କୁ 200 ଶବ୍ଦରେ ଗୋଟେ ରଚନା ଲେଖିବା ପାଇଁ ପଡ଼ିବ। ଓକେ, ଦେନ୍ ଆମେ ଦେଖିବା ପେପର 2କୁ। ପେପର 2ରେ ଆପଣମାନଙ୍କର 40 ମାର୍କ ରହିଛି ପିଲାମାନେ। ଏହି 40 ମାର୍କରେ ଆପଣମାନଙ୍କର 40ଟି MCQ ମୋଡ଼ରେ କ୍ୱେଶ୍ଚନ୍ ଦେବେ, ଯେଉଁଥିରେ କି ଆପଣମାନଙ୍କର କୌଣସି ନେଗେଟିଭ୍ ମାର୍କ ନାହିଁ। ମନେ ରଖନ୍ତୁ, ଆଉ ଥରେ କହୁଛି, 40ଟି ଆପଣମାନଙ୍କୁ MCQ ଦେବେ, ଯେଉଁଟାକି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ସ ରହିବ। ଏଇଥିରେ ଆପଣମାନଙ୍କର କୌଣସି ନେଗେଟିଭ୍ ମାର୍କ ନାହିଁ। ତେଣୁକରି ଆପଣମାନେ ଯେଉଁମାନେ ରିଟିନ୍ ଏକ୍ଜାମ୍ ଦେବେ ସେମାନେ
40ଟି ଯାକ କ୍ୱେଶ୍ଚନକୁ ଆନ୍ସର କରିବେ, କାହିଁକି ନା କୌଣସି ନେଗେଟିଭ ମାର୍କ ନାହିଁ। ବୁଝିପାରିଲେ? ମୁଁ ଆପଣମାନଙ୍କୁ ଟେକ୍ନିକ୍ ସହିତ କହି ରଖୁଛି, ତେଣୁକରି ଗୋଟେ କ୍ୱେଶ୍ଚନ୍ସକୁ ଠିକ୍ କଲେ ଗୋଟେ ମାର୍କ ମିଳିବ, ଯଦି ଭୁଲ କରନ୍ତି ତାହେଲେ କିଛି ଅସୁବିଧା ହେବ ନାହିଁ, କାହିଁକି ନା ଆପଣମାନଙ୍କ ପାଖରେ ନେଗେଟିଭ ମାର୍କ ନାହିଁ। ଓକେ, ତେଣୁକରି ମୁଁ ପୂର୍ବରୁ କହିଥିଲି ଆଉ ଏବେ ମଧ୍ୟ କହୁଛି, ସମସ୍ତ ପ୍ରଶ୍ନକୁ ଆପଣମାନେ ଆଟେମ୍ପ୍ଟ ନେବେ। ଓକେ, ଦେନ୍ ଆମେ ଦେଖିବା ପରୀକ୍ଷାର୍ଥୀମାନଙ୍କ ପାଇଁ କ'ଣ କ'ଣ ସବୁ ନିର୍ଦ୍ଦେଶାବଳୀ ରହିଛି, ତାଙ୍କର କ'ଣ ଇନଷ୍ଟ୍ରକ୍ସନ୍ସ ରହିଛି, ଚାଲନ୍ତୁ ଗୋଟି ଗୋଟି କରି ଦେଖିବା। ହେଲା, ତାହେଲେ ପ୍ରାର୍ଥୀମାନେ କ'ଣ ସାମଗ୍ରୀ ପରୀକ୍ଷା ପାଇଁ ଆଣିବେ? ଦେଖନ୍ତୁ, ପ୍ରଥମେ ଆପଣମାନେ ନୀଳ ବା କଳା କଲରର ପେନ୍ ଧରିକି ଆସିଥିବେ। ବୁଝିଗଲା? ବ୍ଲୁ ନହେଲେ ଆପଣମାନଙ୍କର ବ୍ଲାକ୍ ବଲ୍ ପଏଣ୍ଟ ପେନ୍ ଧରିଥିବେ। 2 ନମ୍ବରରେ ଦେଖିବା ମୂଳ ଓ ନକଲି ଆଡମିଟ୍ କାର୍ଡ଼ ଧରିବେ। ଯେଉଁ ଆପଣମାନଙ୍କୁ ଆଡମିଟ୍ କାର୍ଡ଼ ଦିଆଯିବ, କେବେ ଦିଆଯିବ ମୁଁ ଆପଣମାନଙ୍କୁ କହିବି। ହେଲା, କେଉଁଠୁ ପାଇବେ, କେମିତି ପାଇବେ, ଆଉ କ'ଣ ଡକୁମେଣ୍ଟସ୍ ନେଇକି ଯିବେ ଯାହାଫଳରେ ଆପଣମାନଙ୍କୁ ଆଡମିଟ୍ କାର୍ଡ଼ ମିଳିବ, ମୁଁ କହିବି। ସେତିକି ପର୍ଯ୍ୟନ୍ତ ଆପଣମାନେ ମୋ ସହିତ ଯୋଡ଼ି ହେଇକି ରୁହନ୍ତୁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିଟେଲ୍ କହିବି। ତେଣୁକରି ସେଇ ଅରିଜିନାଲ୍ ଆଡମିଟ୍ କାର୍ଡ଼କୁ ଆଣିବେ, ତା ସହିତ ତାର ଗୋଟେ ଜେରକ୍ସ କପି ମଧ୍ୟ ଆପଣମାନେ ଧରିଥିବେ। ମନେ ରହିଲା ପିଲାମାନେ? ଯେଉଁ ଡକୁମେଣ୍ଟସ୍ କଥା କହୁଛି ତାକୁ ନିଶ୍ଚୟ ଧ୍ୟାନ ଦେଇକି ଶୁଣିବେ। ଓକେ, ଦେନ୍ ଆପଣମାନଙ୍କର ଆଧାର କାର୍ଡ଼ ଧରିବେ। ମାନେ ଆପଣମାନଙ୍କର ଆଧାର କାର୍ଡ଼ ଯଦି ବି ନଥିବ ତାହେଲେ ଯେକୌଣସି ବି ଆପଣମାନଙ୍କର ପରିଚୟ ପତ୍ର ନେଇକି ଆସିବେ, ଯେମିତିକା ଭୋଟର କାର୍ଡ଼ ହେଇପାରେ, ନହେଲେ ଆପଣମାନଙ୍କର ଡ୍ରାଇଭିଂ ଲାଇସେନ୍ସ ହେଇପାରେ, ନହେଲେ ଆପଣମାନଙ୍କର ପାନ୍ କାର୍ଡ଼ ହେଇପାରେ। ବୁଝିଗଲା? ତେଣୁକରି ଏଇସବୁ ଜିନିଷ ନେଇକି ଆସିବେ। ଯଦି ଆପଣମାନଙ୍କର ଆଧାର କାର୍ଡ଼ ଥାଏ, ତଥାପି ଆପଣମାନେ କ'ଣ କରିବେ ନା ଭୋଟର କାର୍ଡ଼କୁ ମଧ୍ୟ ଧରିଥିବେ। ଯଦି ଆପଣମାନଙ୍କର କୌଣସି ମିଷ୍ଟେକ୍ ରହିଥାଏ ଭୋଟର କାର୍ଡ଼ରେ କିମ୍ବା ଆଧାର କାର୍ଡ଼ରେ, ତାହେଲେ ଅଲ୍ଟରନେଟ୍ ଆପଣମାନେ ଡକୁମେଣ୍ଟ ଧରିଥିଲେ କିଛି ଅସୁବିଧା ହେବ ନାହିଁ। ଓକେ, ପୁରା କ୍ଲିଅର? ଚାଲନ୍ତୁ ତାପରେ ଦେଖିବା। ଓକେ, ଦେନ୍ ଆଉ କ'ଣ ନେଇକି ଆସିବେ ପିଲାମାନେ? ଦେଖନ୍ତୁ, ଆପଣମାନଙ୍କର ଟ୍ରାନ୍ସପାରେଣ୍ଟ ପାଣି ବୋଟଲ ନେଇକି ଆସିବେ, ମାନେ ଆପଣମାନଙ୍କର ବାହାରୁ ମଧ୍ୟ ଦେଖାଯାଉଥିବ। ଓକେ, ତାପରେ ବସିବା ପାଇଁ ଆସନ, ଦରି କିମ୍ବା ସପ ନେଇକି ଆସିବେ, କାହିଁକି ନା ଆପଣମାନଙ୍କର ପୋଲିସ ରିଜର୍ଭ ଫିଲ୍ଡରେ ରିଟିନ୍ ଏକ୍ଜାମ୍ ହେବ। ତେଣୁକରି ପଡ଼ିଆରେ ଯେତେବେଳକୁ ବସିବେ ସେତେବେଳକୁ ନିଜ ନିଜର ସପ କିମ୍ବା ଦରି କିମ୍ବା ଆସନ ନେଇକି ଆସିବେ। ବୁଝିଗଲା? ଯାହା ଉପରେ କି ଆପଣ ବସିକି ଏକ୍ଜାମ୍ ଦେବେ ଆରାମସେ। ହେଲା, ଦେନ୍ ଆପଣମାନଙ୍କର କ୍ଲିପବୋର୍ଡ଼ ନେଇ ଆସିବେ। କ୍ଲିପବୋର୍ଡ଼ ମାନେ ଆପଣମାନଙ୍କର ଯେଉଁ ଟ୍ରାନ୍ସପାରେଣ୍ଟ ଯେଉଁ ପିଚ୍ ବୋର୍ଡ଼ ରହିଥାଏ ତା ସହିତ କ୍ଲିପ୍ ରହିଥିବ, ସେଇ କ୍ଲିପବୋର୍ଡ଼କୁ ନେଇକି ଆସିବେ। ବୁଝିଗଲା? ତେଣୁକରି ଏତିକି ଜିନିଷ ଆପଣ ନେଇକି ଆସିବେ, ଆଉ ଏକ୍ସଟ୍ରା କିଛି ବି ଆଣିବେ ନାହିଁ। ବୁଝିପାରିଲେ ପିଲାମାନେ? 2 ନମ୍ବର ପଏଣ୍ଟକୁ ଦେଖିବା। ଯଦି ଆପଣମାନଙ୍କର ପରୀକ୍ଷା ସମୟରେ କୌଣସି ଅନୁଶାସନହୀନତା କାର୍ଯ୍ୟ କରିବେ କିମ୍ବା ମାଲ୍ ପ୍ରାକ୍ଟିସ୍ କରିବେ ବା ଚିଟିଂ କରିବେ, ତାହେଲେ ଆପଣମାନଙ୍କୁ ଇନଷ୍ଟାଣ୍ଟ ଡିସ୍କ୍ୱାଲିଫିକେସନ୍ ଘୋଷଣା କରାଯିବ। ମନେ ରଖିବେ। ତେଣୁକରି ଆପଣମାନେ ଡିଷ୍ଟାନ୍ସ ମେଣ୍ଟେନ୍ କରିକି ଆପଣ ବସିବେ। ନମ୍ବର 3 ପଏଣ୍ଟକୁ ଦେଖିବା। ମୁଁ ପୂର୍ବରୁ ଆପଣମାନଙ୍କୁ କହିଥିଲି ଆଡମିଟ୍ କାର୍ଡ଼ କେଉଁଠୁ ପାଇବେ, କେମିତି ପାଇବେ। ଦେଖନ୍ତୁ, 1/1/2026 ଠାରୁ 7/1/2026, ତାମାନେ ଜାନୁଆରୀ ମାସ 1 ତାରିଖ ଠାରୁ 7 ତାରିଖ ମଧ୍ୟରେ ନିଜ ନିଜ ଥାନାକୁ ଯାଇକରି ଆପଣମାନଙ୍କର ଆଧାର କାର୍ଡ଼ ଏବଂ ଫଟୋ ଦେଖେଇକରି ଆପଣମାନେ ଆଡମିଟ୍ କାର୍ଡ଼କୁ ଆଣିପାରିବେ। ମନେ ରହିଲା ପିଲାମାନେ? ଆଉ ଥରେ କହି ରଖୁଛି, ଜାନୁଆରୀ ମାସ 1 ତାରିଖ ଠାରୁ 7 ତାରିଖ ମଧ୍ୟରେ ନିଜ ନିଜର ଥାନା ପାଖକୁ ଯାଇକରି ଆପଣମାନେ ଆଧାର କାର୍ଡ଼, ଭୋଟର କାର୍ଡ଼, ତା ସହିତ ପାସପୋର୍ଟ ସାଇଜ୍ର ଆପଣମାନଙ୍କର କଲର୍ ଫଟୋ ଦେଖେଇକରି ଆଡମିଟ୍ କାର୍ଡ଼ଟିଏ ସଂଗ୍ରହ କରିନେବେ। ଓକେ, ଦେନ୍ ନମ୍ବର 4ରେ ଦେଖିବା। ନମ୍ବର 4ରେ କ'ଣ କହୁଛି ନା ପରୀକ୍ଷା କେନ୍ଦ୍ରକୁ ଆପଣମାନେ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ନେଇକି ଆସିବେ ନାହିଁ, ଯେମିତିକା ସ୍ମାର୍ଟ ୱାଚ୍। ଆପଣମାନେ ସ୍ମାର୍ଟ ୱାଚ୍ ନେବେ ନାହିଁ। ମନେ ରହିଲା? ମୋବାଇଲ ଫୋନ୍ ବିଲକୁଲ ନେବେ ନାହିଁ। କ୍ୟାଲକୁଲେଟର, କ୍ୟାମେରା ଏଗୁଡ଼ାକୁ ନେବେ ନାହିଁ। ଯଦି ନେବେ ତାହେଲେ ଆପଣମାନଙ୍କୁ ଡିସ୍କ୍ୱାଲିଫିକେସନ୍ ଘୋଷଣା କରାଯିବ। ଆଉ ଯଦି ବି ନେଇକି ଯିବେ ତାହେଲେ ବାହାରେ ଏଗୁଡ଼ାକୁ ରଖିକି ଏକ୍ଜାମ୍ ସେଣ୍ଟରକୁ ବା ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଓକେ, ଦେନ୍ 5 ନମ୍ବର ପଏଣ୍ଟକୁ ଦେଖିବା। 5 ନମ୍ବର ପଏଣ୍ଟ କ'ଣ କହୁଛି? ଯଦି ଆପଣମାନଙ୍କର କୌଣସି ଟ୍ରେଡ଼ରେ କିମ୍ବା କୌଣସି ସ୍କିଲ୍ ଥିବ ବା କୌଣସି ଏକ୍ସପିରିଏନ୍ସ ଥିବ, ତାହେଲେ ଆପଣମାନେ କ'ଣ କରିବେ ନା ରିଟିନ୍ ଏକ୍ଜାମ୍ ସମୟରେ ଯେକୌଣସି ବି ଗୋଟେ ଟ୍ରେଡ଼କୁ କିମ୍ବା ଗୋଟେ ସ୍କିଲ୍କୁ ଆପଣମାନେ ଚୁଜ୍ କରିବେ, ଆଉ ତାକୁ ସେ ଜାଗାରେ ଫିଲ୍ଅପ୍ କରିବେ। ବୁଝିଗଲା? ଯଦି ଫିଲ୍ଅପ୍ କରିବେ ନାହିଁ ତାହେଲେ ପର ଷ୍ଟେଜ୍ରେ ଆପଣମାନଙ୍କର କୌଣସି ଟ୍ରେଡ଼୍ କିମ୍ବା ସ୍କିଲ୍ ଟେଷ୍ଟରେ ଆପଣମାନଙ୍କୁ ପାର୍ଟିସିପେଟ୍ କରିବା ପାଇଁ ସୁଯୋଗ ଦିଆଯିବ ନାହିଁ। ମନେ ରଖିଥିବେ, ବହୁତ ଇମ୍ପୋର୍ଟାଣ୍ଟ। ତେଣୁକରି ମୁଁ ପୂର୍ବରୁ ନୋଟିଫିକେସନ୍ରେ ଏହାର ଡିଟେଲ୍ ମୁଁ ଆଲୋଚନା କରିଦେଇଥିଲି। ତେଣୁକରି ସେହି ନୋଟିଫିକେସନ୍କୁ ଆପଣମାନେ ପରୀକ୍ଷା ଦେବା ପୂର୍ବରୁ ନିଶ୍ଚୟ ଦେଖିବେ। ତା'ର ଭିଡ଼ିଓ ମଧ୍ୟ ଏହାର ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରହିଛି। ଓକେ, ଠିକ୍ ସେମିତିକା ଆମର 6 ନମ୍ବର ପଏଣ୍ଟକୁ ଦେଖିବା। 6 ନମ୍ବର ପଏଣ୍ଟରେ ଯଦି
ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ କୌଶଳ ବା ଟ୍ରେଡ୍ ବାଛିବେ ସେହି କୌଶଳ ଆଧାରରେ ଆପଣମାନଙ୍କର କୌଶଳ ପରୀକ୍ଷା ଏବଂ ଟ୍ରେଡ୍ ପରୀକ୍ଷା ଆୟୋଜନ କରାଯିବ। ପରବର୍ତ୍ତୀ କୌଣସି ପର୍ଯ୍ୟାୟରେ ଟ୍ରେଡ୍ କିମ୍ବା କୌଶଳ ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ। ତେଣୁକରି ରିଟିନ୍ ସମୟରେ ଆପଣମାନେ ଭାବି ଚିନ୍ତିକିରି ଆଗରୁ ଭାବିକିରି ଆପଣମାନେ ପରୀକ୍ଷା ହଲ୍କୁ ଯିବେ ଆଉ ସେଇ ରିଟିନ୍ ଏକ୍ଜାମ୍ରେ ଭାବିକିରି ଆପଣମାନେ କ'ଣ କରିବେ, କେଉଁ ଟ୍ରେଡ୍ରେ ଆପ୍ଲାଏ କରିବେ ବା କେଉଁ ସ୍କିଲ୍ ଆପଣମାନଙ୍କର ଅଛି ସେଇ ସ୍କିଲ୍ରେ ଆପଣମାନେ ଫିଲ୍ଅପ୍ କରିବେ। ବୁଝିହେଲା? ପରେ ଆପଣମାନଙ୍କର କୌଣସି ପରିବର୍ତ୍ତନ କରାଯିବ ନାହିଁ। ବୁଝିଗଲେ ପିଲାମାନେ? ତା ପର ଷ୍ଟେଜ୍ରେ ଆପଣମାନଙ୍କର ଭାଇଭା ଟେଷ୍ଟ ହେବ, ଫିଜିକାଲ୍ ହେବ। ବୁଝିହେଲା? ସେ ବିଷୟରେ ପରେ ଏହାର ନୋଟିଫିକେସନ୍ ଆସିବ, ନହେଲେ ଆପଣମାନଙ୍କୁ ସେ ରିଟିନ୍ ଏକ୍ଜାମ୍ ସମୟରେ ହିଁ ଆପଣମାନଙ୍କୁ ଜଣାଇ ଦିଆଯିବ। ବୁଝିହେଲା? ତଥାପି ଆପଣମାନେ ତା ପୂର୍ବରୁ ଭାଇଭା ପାଇଁ ପ୍ରାକ୍ଟିସ୍ କରନ୍ତୁ। ଆଉ ଭାଇଭା ଟେଷ୍ଟର ଭିଡ଼ିଓ ମଧ୍ୟ ମୁଁ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରଖିଛି। ତା ନହେଲେ ଆମର ଏହି ଚ୍ୟାନେଲ୍ର ପ୍ଲେଲିଷ୍ଟକୁ ଯାଇକି ମଧ୍ୟ ବହୁତ ସାରା ଭାଇଭା ଟେଷ୍ଟର ଭିଡ଼ିଓ ରହିଛି, ଯେଉଁଗୁଡ଼ାକି ଆମର ପୂର୍ବ ଡିଷ୍ଟ୍ରିକ୍ଟମାନଙ୍କରେ ଭାଇଭା ଟେଷ୍ଟରେ କ'ଣ ସବୁ କ୍ୱେଶ୍ଚନ୍ସ ପଚାରିଥିଲେ, ପିଲାମାନେ କ'ଣ ସବୁ କ୍ୱେଶ୍ଚନ୍ସ ଆନ୍ସର୍ ଦେଇଥିଲେ, ଏସ୍ପି ସାର୍ଙ୍କର ଆଉ କ'ଣ ଟେକ୍ନିକ୍ର କ୍ୱେଶ୍ଚନ୍ସ ରହିଥିଲା, କେଉଁ ପଏଣ୍ଟକୁ ଲକ୍ଷ୍ୟ କରିକି ଏସ୍ପି ସାର୍ ମାର୍କ ଦିଅନ୍ତି, ସେ ବିଷୟରେ ଆମେ ଆଲୋଚନା କରିଦେଇଛେ। ସେ ଭିଡ଼ିଓ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ରହିଛି। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ। ତା ସହିତ କୌଣସି ଯଦି ଅସୁବିଧା ହୁଏ ତାହେଲେ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ସେଇ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ କରିବେ। ଆଉ PDF ପାଇଁ ଏବଂ ନୋଟ୍ ପାଇଁ ଆମର ଅଫିସିଆଲ୍ ଟେଲିଗ୍ରାମ ଚ୍ୟାନେଲ୍ ADS ନଲେଜ୍ ପଏଣ୍ଟ, ସେଇଥିରେ ମଧ୍ୟ ଜଏନ୍ କରିପାରିବେ। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଓକେ ପିଲାମାନେ? ତାପରେ ବି କୌଣସି ଯଦି ଆପଣମାନଙ୍କର ପ୍ରଶ୍ନ ରହିଥାଏ ବା ସମସ୍ୟା ରହିଥାଏ କିମ୍ବା କୌଣସି ସନ୍ଦେହ ରହିଥାଏ ତାହେଲେ ଆପଣମାନଙ୍କର ହେଲ୍ପଲାଇନ୍ ନମ୍ବର ମଧ୍ୟ ରହିଛି। ଏହି ହେଲ୍ପଲାଇନ୍ ନମ୍ବରରେ ମଧ୍ୟ ଆପଣମାନେ କଲ୍ କରିକିରି ଆପଣମାନଙ୍କର ପ୍ରଶ୍ନ, ସମସ୍ୟା ଏବଂ ସନ୍ଦେହକୁ ଆପଣମାନେ ଜଣାଇ ପାରିବେ। ଓକେ? ତାପରେ 8 ନମ୍ବର ପଏଣ୍ଟରେ ଦେଖନ୍ତୁ, ଲିଖିତ ପରୀକ୍ଷା ପରେ ପରବର୍ତ୍ତୀ ଯେଉଁ ପରୀକ୍ଷା ହେବ ବା ଯେଉଁ ଫିଜିକାଲ୍ ହେଲା, ତାମାନେ ମୁଁ ପୂର୍ବରୁ ଆପଣମାନଙ୍କୁ କହୁଥିଲି ଫିଜିକାଲ୍ ହେଇପାରେ କିମ୍ବା ଆପଣମାନଙ୍କର ଭାଇଭା ଟେଷ୍ଟ ହେଇପାରେ। ହେଲା? ତା ବିଷୟରେ ମଧ୍ୟ ଆପଣମାନଙ୍କୁ ସୂଚନା ଦିଆଯିବ। କିଛି ଅସୁବିଧା ହେବ ନାହିଁ ପିଲାମାନେ। ତା ନହେଲେ ଏହି ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରହିବେ। ମୁଁ ନିଶ୍ଚୟ ଆପଣମାନଙ୍କୁ ନୋଟିଫିକେସନ୍ ଥିଲେ ତୁରନ୍ତ ଜଣାଇଦେବି। ଓକେ? ବୁଝିପାରିଲେ ପିଲାମାନେ? ତେଣୁକରି ଏହିସବୁ ଭିଡ଼ିଓ କିମ୍ବା ଏହି ପ୍ରକାରର ଭିଡ଼ିଓ ପାଇବା ପାଇଁ ହେଲେ ଚ୍ୟାନେଲ୍ଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ଭିଡ଼ିଓ ଛାଡ଼ିଲି ମାନେ ତୁରନ୍ତ ଆପଣମାନଙ୍କ ମୋବାଇଲକୁ ନୋଟିଫିକେସନ୍ଟିଏ ପହଞ୍ଚିଯିବ, ଯାହାଫଳରେ ଶୀଘ୍ର ଭିଡ଼ିଓ ଦେଖିବେ ଆଉ ଶୀଘ୍ର ଜାଣିଯିବେ ଆଉ ଶୀଘ୍ର ପ୍ରିପାରେସନ୍ କରିବେ, ଶୀଘ୍ର ଚାକିରି ପାଇଯିବେ। ବୁଝିଗଲେ? ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।